ପରବର୍ତ୍ତୀ ଖବର ହେଉଛି ତାତିରେ ବର୍ତ୍ତମାନ ବ୍ରେକ୍ ଲାଗିଅଛି ଏବଂ ସମଗ୍ର ଓଡ଼ିଶାରେ କାଳ ବୈଶାଖୀର ଆଲର୍ଟ ରହିଅଛି। 18 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜ୍ଞା, ରାଜ୍ୟବାସୀଙ୍କୁ ଅସହ୍ୟ ତାତିରୁ ଆଶ୍ୱସ୍ତି ମିଳିବାକୁ ଯାଉଛି। ତା ସହିତ ଆଜି ସମଗ୍ର ଓଡ଼ିଶାରେ କାଳ ବୈଶାଖୀର ପ୍ରଭାବ ମଧ୍ୟ ଦେଖିବାକୁ ଥିଲାବେଳେ ପାଣିପାଗ ବିଭାଗ ପକ୍ଷରୁ 18 ଜିଲ୍ଲା ଅରେଞ୍ଜ ଆଲର୍ଟ ଏବଂ 12 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଅଛି। ତା ସହିତ କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ, ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି 60ରୁ 70 କିଲୋମିଟର ବେଗରେ ଝଡ଼ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି। ଅନ୍ୟପଟେ ଦକ୍ଷିଣ ଓଡ଼ିଶାରେ ଗଞ୍ଜାମ ଏବଂ ଗଜପତି ଜିଲ୍ଲା ସହ ଉପକୂଳ ଅଞ୍ଚଳରେ ଗରମ ଏବଂ ଗୁଳିଗୁଳି ଜାରି ରହିବ ବୋଲି ସତର୍କ ସୂଚନା ମଧ୍ୟ ଦିଆଯାଇଅଛି। ଏବଂ କାଳ ବୈଶାଖୀର ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବଜ୍ରପାତ ସହିତ ଘଡଘଡି ଏବଂ ବର୍ଷା ହେବ ବୋଲି ତାପମାତ୍ରାରେ ହ୍ରାସ ଘଟିବ ବୋଲି ଆକଳନ ମଧ୍ୟ କରାଯାଉଅଛି। ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ କାଳ ବୈଶାଖୀର ପ୍ରଭାବ ଜାରି ରହିବ। ଆଗାମୀ 3 ଦିନ ମଧ୍ୟରେ ତାପମାତ୍ରା 2ରୁ 4 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ମଧ୍ୟ କମିପାରେ। ଏହି ପରିସ୍ଥିତିରେ ଲୋକମାନଙ୍କୁ ସତର୍କ ରହିବା ସହ ପାଣିପାଗ ବିଭାଗର ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଅଛି।